नमस्कार ମୁଁ ଗୀତାଞ୍ଜଳି ଦାସ କେନ୍ଦ୍ରାପଡ଼ା। ମୋର କବିତା ତୁମେ ବ୍ୟସ୍ତ ଥିଲ ତାର ପାର୍ଟ 2 ଯାଉଛି ଏବଂ ତା ପାର୍ଟ 2 ଆନ୍ସର ହିସାବରେ ମୁଁ ତା ଉତ୍ତର ହିସାବରେ ଲେଖିଛି। ଆଶା କରୁଛି ଆପଣମାନଙ୍କୁ ଭଲ ଲାଗିବ। ତେବେ ଆରମ୍ଭ କରିବା। ତୁମେ ବ୍ୟସ୍ତ ଥିଲର ପାର୍ଟ 2। ସବୁ ବ୍ୟସ୍ତ ଥିଲା ଭିତରେ ମୁଁ କିନ୍ତୁ ତୁମକୁ ଭାବୁଥିଲି, ହେଲେ କହିପାରୁନଥିଲି, କାହିଁକି ନା କାଳେ ମୋ କଥା ତୁମକୁ ଆଘାତ ଦେବ ବୋଲି। ଜୀବନ ଏମିତି ଏକ ଦ୍ୱନ୍ଦ୍ୱର ସମାସ। ନିଜ ଭିତରେ ନିଜକୁ ଖୋଜିଲା ବେଳେ ମୁଁ ବିଭୋର ହେଉଥିଲି, ସତେ ମୁଁ କିଏ ବୋଲି। ଜିଜ୍ଞାସାର ଜାଲରେ ଛନ୍ଦି ହୋଇ ମୁଁ ଥିଲି ଅନ୍ତର୍ମୁଖୀ। ଅନ୍ତରର ଇଶାରାରେ ଘୁରି ବୁଲୁଥିଲି ଏକ ଭିନ୍ନ ପୃଥିବୀରେ ନିଜକୁ ଆବିଷ୍କାର କରିବାରେ। ଅନ୍ତରର ଏହି ଅନ୍ୱେଷଣରେ ମୁଁ ସନ୍ଧାନୀ ଥିଲି ଅସୀମରେ। ପ୍ରଭାତର ପହିଲି ସକାଳୁ ନିଶୀଥର ପ୍ରଥମ ପହରରେ। କିନ୍ତୁ କହିପାରୁନଥିଲି, କାଳେ ତୁମେ ଭାବିବ ମୁଁ ସିଦ୍ଧାର୍ଥରୁ ଗୌତମ ହେବା ପାଇଁ ପ୍ରୟାସ କରୁଥିଲି ବୋଲି। ମୁଁ ସିଦ୍ଧାର୍ଥରୁ ଗୌତମ ହେବାକୁ ପ୍ରୟାସ କରୁଥିଲି ବୋଲି। ତେଣୁ ସବୁ ବ୍ୟସ୍ତ ଥିଲା ଭିତରେ ମୁଁ କିନ୍ତୁ ତୁମକୁ ଭାବୁଥିଲି, ହେଲେ କହିପାରୁନଥିଲି, କାହିଁକି ନା କାଳେ ମୋ କଥା ତୁମକୁ ଆଘାତ ଦେବ ବୋଲି। ଥ୍ୟାଙ୍କ ୟୁ।